ଶିବାନୀ ତା ବାପା ମାଙ୍କ ସହ ମିତ୍ରପୁର ଗାଁରେ ରହୁଥିଲା। ଶିବାନୀ ଛୋଟ ବେଳୁ ହିଁ ଭଗବାନ ଶିବଙ୍କର ଭକ୍ତି କରୁଥିଲା। ତାର କାମ ଥିଲା ସକାଳୁ ସକାଳୁ ଶିବ ମନ୍ଦିରକୁ ଯିବା ଆଉ ପୁରା ମନ୍ଦିରର ସଫା ସଫେଇ କରି ଶିବଲିଙ୍ଗର ପୂଜା କରିବା। ଶିବାନୀର ବାପା କୃଷକ ଥିଲେ। ଗୋଟେ ଛୋଟ ଜମିରେ ଯାହା ଅଳ୍ପ ବହୁତ ଫସଲ ଫଳୁଥିଲା ତାକୁ ବିକ୍ରି କରି ଘର ଚଳିବା ମାପର ଟଙ୍କା ରୋଜଗାର କରି ନେଉଥିଲେ। ଶିବାନୀ ଯୁକ୍ତ 2ର ଛାତ୍ରୀ ଥିଲା। ଟଙ୍କା ଅଭାବରୁ ସେ ଗ୍ରାଜୁଏସନ୍ ପଢ଼ିବା ପାଇଁ ସହରକୁ ଯାଇପାରିଲାନି। ଗାଁରେ ହିଁ ରହି ସେ ପିଲାମାନଙ୍କୁ ଗାଁ ସ୍କୁଲରେ ପାଠ ପଢ଼ାଉଥିଲା। ସମସ୍ତଙ୍କ ସହ ସ୍ନେହରେ କଥା ହେବା, ବଡ଼ ଲୋକଙ୍କୁ ସମ୍ମାନ ଦେବା ତା ବ୍ୟବହାରରେ ସାମିଲ ଥିଲା। ଦିନେ, ହେ ଭୋଲେନାଥ, ଆରେ ମା ଶିବାନୀ, ଆଜି ବଡ଼ି ଭୋରରୁ ଆସି ମନ୍ଦିରର ସଫେଇ କରିଦେଲୁଣି? ଆଜ୍ଞା ନନା, ଆଜି ସ୍କୁଲ ପିଲାମାନଙ୍କର ପରୀକ୍ଷାର ଦିନ। ଟିକେ ଶୀଘ୍ର ସ୍କୁଲ ପହଞ୍ଚିବାର ଅଛି, ସେଇଥିପାଇଁ ସବୁ କାମ ଶୀଘ୍ର ସାରିଦେଲି। ଆଚ୍ଛା ନନା, ମୁଁ ଏବେ ଆସୁଛି। ଭଲରେ ରହିଥା ମା, ଭାରି ଭଲ ଝିଅଟେ। ଭଗବାନ ଶିବଙ୍କର ପରମ ଭକ୍ତ ଏଇ ଆମ ଶିବାନୀ। ଶିବାନୀ ସ୍କୁଲ ପହଞ୍ଚିବା ପାଇଁ ତରତର ହେଇ ଯାଉଥିଲା। ଅଚାନକ ରାସ୍ତାରେ ସେ ଜଣଙ୍କ ସହ ଧକ୍କା ହେଇଗଲା। ଆଲୋ, ଏତେ ସକାଳୁ ସକାଳୁ କୁଆଡ଼େ ଯାଉଛୁ ଶିବାନୀ? ମୋ ସାମ୍ନାରୁ ହଟିଯାଅ ରାଘବ ଭାଇ, ନହେଲେ ମୋ ବାପାଙ୍କୁ କହି ଗାଁ ଜମିଦାରଙ୍କ ପାଖରେ ଏ କଥା ଜଣେଇବି। ଆଲୋ, ତୁ କ'ଣ ମୋ କଥା କହିବୁ? ସେ କ'ଣ ତୋ କଥା ଶୁଣିବେ? ମୁଁ ପରା ତାଙ୍କ ପାଖ ଲୋକ। ରାଘବ ଜମିଦାରଙ୍କର ଖାସ୍ ଚାମଚା ଥିଲା। ସେ ଶିବାନୀକୁ ସବୁବେଳେ ଆସିଲା ଗଲା ବେଳେ ହଇରାଣ କରୁଥିଲା। ଶିବାନୀ ଏଇ ସବୁ କଥା ପାଇଁ ବହୁତ ଦୁଃଖରେ ରହୁଥିଲା। ଦିନେ ସେ ତା ବାପାଙ୍କୁ ସବୁ କଥା କହି ହିଁ ଦେଲା। ବାପା, ଏ ରାଘବର ବଦମାସି ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେତେବେଳେ ଦେଖ ରାସ୍ତାରେ ଅଟକେଇକି ଏପଟ ସେପଟ କଥା କହୁଛି ସେ। ତୁ ବ୍ୟସ୍ତ ହନି ରେ ମା, ମୁଁ ଏବେ ଜମିଦାରଙ୍କୁ ଯାଇ ସବୁ କଥା ଜଣେଇ ଦଉଛି। ଶ୍ୟାମ ଜମିଦାର ଭାନୁପ୍ରତାପ ପାଖକୁ ଯାଏ ଆଉ ରାଘବର ସବୁ କଥା କହେ। ଗୋଟେ କଥା କହିବି ଶ୍ୟାମ, ତୋ ଝିଅକୁ ଘର ଭିତରେ ରଖ। ଗାଁରେ ଏଠି ସେଠି ମାଷ୍ଟ୍ରାଣୀ ହେଇ ଘୁରି ବୁଲୁଛି ନା। ଝିଅମାନଙ୍କୁ ଘର ଭିତରେ ରହିବା ହିଁ ଶୋଭା ପାଏ। ଏପଟେ ସେପଟେ ବୁଲିବ ତ ପୁଅ ପିଲା ନା, ସେମିତି ହବ। କ'ଣ ବୁଝିଲୁ? ଶ୍ୟାମ ବିଚରା ଗରିବ କୃଷକ ଥିଲା। ସେ ବେଶୀ କିଛି କହିପାରିଲାନି। ଜମିଦାରଙ୍କୁ ତ ଗାଁରେ ସମସ୍ତେ ଡରୁଥିଲେ। ସେ ଚୁପଚାପ ସେଠାରୁ ଚାଲି ଆସିଲା। ଦିନେ ଶିବ ମନ୍ଦିର ସାମ୍ନାରେ ରାଘବ ପୁଣି ଶିବାନୀର ରାସ୍ତା ଅଟକେଇ ଦିଏ ଆଉ ଶିବାନୀର ହାତ ଧରିବାକୁ ଚେଷ୍ଟା କରେ। ଶିବାନୀ ତାକୁ ଗୋଟେ ଜୋରଦାର ଥାପଡ଼ ଲଗେଇ ଦିଏ। ରାଘବ ରାଗିଯାଏ। ଆଃ, ରାଘବ ଭାଇ, ମୁଁ ତୁମ ନାଁରେ ପୋଲିସ ଷ୍ଟେସନରେ କମ୍ପ୍ଲେନ୍ କରିବା ପୂର୍ବରୁ ଏଠାରୁ ଚାଲିଯାଅ। ହଁ, ଦେଖିନେବି ତତେ। ଏ ଥାପଡ଼ର ଜବାବ ମୁଁ ତତେ ସୁଧ ମୂଳ କରିଦେବି। ବାସ୍ ମଉକାର ଅପେକ୍ଷାରେ ରହିଲି। ରାଘବ ରାଗରେ ନିଆଁ ବାଣ ହୋଇ ସେଠାରୁ ଚାଲିଗଲା। ସେତିକିବେଳେ ପୁରୋହିତ ମନ୍ଦିରରୁ ବାହାରକୁ ଆସନ୍ତି। ଆରେ ମା ଶିବାନୀ, ଏ ରାଘବ 1 ନମ୍ବର ଗୁଣ୍ଡା। ତା ସାଥିରେ କାହିଁକି ଲାଗିଲୁ ମା? ହଉ ଛାଡ଼ ସେ କଥା। ଶୁଣ, 2 ଦିନ ପରେ ଶିବରାତ୍ରି। ଗାଁ ଜମିଦାର ସେଦିନ ମନ୍ଦିରକୁ ସୁନାର କଳସ ଆଉ ମା ପାର୍ବତୀଙ୍କ ପାଇଁ ସୁନାର ଗହଣା ଦାନ କରୁଛନ୍ତି। ବହୁତ ବଡ଼ ପୂଜା ହବ, ଯଜ୍ଞ ହବ। ତୋ ମା ବାପାଙ୍କୁ ବି ମନ୍ଦିରକୁ ନେଇ ଆସିବୁ ରେ ମା, ଦର୍ଶନ ପାଇଁ। ଠିକ୍ ଅଛି? ଠିକ୍ ଅଛି ନନା, ମୁଁ ସେମାନଙ୍କୁ ନେଇ ଆସିବି। ଶିବରାତ୍ରି ଦିନ ଜମିଦାର ଭାନୁପ୍ରତାପ ଶିବଲିଙ୍ଗରେ ସୁନାର କଳସ ଆଉ ମା ପାର୍ବତୀଙ୍କୁ ସୁନାର ଗହଣା ଚଢ଼ାଏ। ଭିଡ଼ ଯୋଗୁଁ ଶିବାନୀ ତା ବାପା ମାଙ୍କ ସହ ମନ୍ଦିର ବାହାରେ ହିଁ ରହି ପ୍ରଭୁଙ୍କର ଦର୍ଶନ କରେ। ତା ପରଦିନ ଶିବାନୀ ସକାଳୁ ସକାଳୁ ମନ୍ଦିରର ସଫା ସଫେଇ କରି ସ୍କୁଲ ଚାଲିଯାଏ। ପଛପଟୁ, ଆରେ ଅନର୍ଥ! ମା ପାର୍ବତୀଙ୍କର ଗହଣା କୁଆଡ଼େ ଗଲା? ମନ୍ଦିରରେ ଚୋରି ହେଇଗଲା। ଗହଣା ଚୋରି କିଏ କଲା? ଜମିଦାର ସାହେବକୁ ଏକଥା ଜଣେଇବାକୁ ପଡ଼ିବ। ପୁରୋହିତ ଦୌଡ଼ି ଦୌଡ଼ି ଜମିଦାରଙ୍କ ପାଖରେ ପହଞ୍ଚନ୍ତି।
ଜମିଦାର ଆଜ୍ଞା, ମା ପାର୍ବତୀଙ୍କର ଗହଣା ଚୋରି ହେଇଗଲା। କଣ? କାହାର ଏତେ ସାହସ ଯେ ଗାଁ ମନ୍ଦିରରୁ ମୁଁ ଦେଇଥିବା ଗହଣାକୁ ଚୋରି କରିନେଲା? ବାପା ବାପା ମତେ ଚକଲେଟ୍ ଖାଇବାର ଅଛି, ଏବେ ମତେ ଦିଅ ନା, ମତେ ଦିଅ ନା। ଆରେ ଶ୍ରୀମତୀ ଶୁଣୁଛ? ପୁଅକୁ ଭିତରକୁ ନେଇଯାଅ, ଏଠି ଜରୁରୀ କଥା ଚାଲିଛି। ଜମିଦାରର ପୁଅ ରାଜା କିଛି ବର୍ଷ ପୂର୍ବରୁ ମୁଣ୍ଡରେ ଲାଗିଥିବା ଆଘାତ ଯୋଗୁଁ ଅର୍ଦ୍ଧପାଗଳ ହେଇଯାଇଛି। ବହୁତ ଚିକିତ୍ସା କରିବା ପରେ ବି ସେ ଠିକ୍ ହୋଇପାରିନଥିଲା। ସେ ଏବେ ବି ଛୋଟ ପିଲାଙ୍କ ପରି ବ୍ୟବହାର କରୁଥିଲା। ଆରେ ଏ ରାଘବ, ମୋ ଜିପ୍ ଆଉ ବନ୍ଧୁକଟା ବାହାର କର, ଗାଁ ମନ୍ଦିରରେ ଚୋରି ହେଇଯାଇଛି। ବାପା ବାପା, ମୁଁ ବି ତୁମ ସାଥିରେ ଯିବି, ଯିବି ଯିବି ଯିବି, ମୁଁ ବି ତୁମ ସାଥିରେ ଯିବି। ଆରେ ମୁଁ ଜରୁରୀ କାମରେ ଯାଉଛି। ଶ୍ରୀମତୀ, ତାକୁ ଭିତରକୁ ନେଇଯାଅ। ନାଇଁ ବାପା, ମୁଁ ବି ଯିବି, ମୁଁ ବି ଯିବି। ଆଚ୍ଛା ଆଚ୍ଛା ହଉ, ଗାଡ଼ିରେ ବସ, ତୁ ତ ମାନିବୁନି ନା। ଜମିଦାର ମନ୍ଦିର ପହଞ୍ଚନ୍ତି। ଆଖପାଖ ସମସ୍ତଙ୍କୁ ପଚରା ଉଚୁରା କରାଯାଏ, କିନ୍ତୁ କିଛି ଉତ୍ତର ମିଳେନି। ପ୍ରକୃତରେ ଚୋର କିଏ? ଏତେ ସାହସ କାହାର ହେଇଗଲା? ଜମିଦାର ସାହେବ, ଯଦି ଏ କଥା ଜଣା ପଡ଼ିଯିବ ଯେ ଆଜି ସକାଳୁ ସକାଳୁ ମନ୍ଦିର କିଏ ଆସିଥିଲା, ତାହେଲେ ଚୋର କିଏ ଧରା ପଡ଼ିଯିବ ଆଉ। ହଁ ରାଘବ, ତୁ ଠିକ୍ କଥା କହୁଛୁ। କୁହନ୍ତୁ ପୁରୋହିତ, ସକାଳୁ ସକାଳୁ ମନ୍ଦିରକୁ କିଏ ଆସେ? ଜମିଦାର ସାହେବ, ସକାଳୁ ସକାଳୁ ତ ବାସ୍ ଶିବାନୀ ଝିଅ ମନ୍ଦିରକୁ ଆସେ ସଫାସଫେଇ କରିବାକୁ, ଆଉ ପୂଜା ପାଠ କରି ଚାଲିଯାଏ। ହେଲେ ସେ କାମ କେବେ କରିପାରିବନି। ସେ ପିଲାବେଳୁ ମହାଦେବଙ୍କର ସେବା କରୁଛି। ଆରେ ପୁରୋହିତ, ମଣିଷର ମନ ବଦଳିବାକୁ ସମୟ ଲାଗେନି। ଡାକ ସେ ଶିବାନୀକୁ, ଏବେ ଡାକ। ଜମିଦାର ଜଣେ ଲୋକକୁ ଶିବାନୀ ଘରକୁ ପଠାଏ। ଶିବାନୀ କାହିଁ? ତାକୁ ଜମିଦାର ଏବେ ଏହି ମୁହୂର୍ତ୍ତରେ ମନ୍ଦିରକୁ ଡାକିଛନ୍ତି। ମୋ ଝିଅକୁ ଜମିଦାର ଡାକୁଛନ୍ତି, କିନ୍ତୁ କ'ଣ ପାଇଁ? ଶୁଣୁଛ ଶିବାନୀ ବାପା, ଶିବାନୀକୁ ଜମିଦାର ଡାକୁଛନ୍ତି। କ'ଣ କାମ ଅଛି ଜମିଦାରଙ୍କର ଶିବାନୀ ସହ? କେଜାଣି, ମନ୍ଦିର ଗହଣା ଚୋରି ବାବଦରେ ପଚରା ଉଚରା କରିବା ପାଇଁ ବୋଧ ହୁଏ। ମତେ ପଚାରିବାର ଅଛି କି? ହଁ ହଁ, ଶୀଘ୍ର ଚାଲ, ଜମିଦାର ରାଗି ଯିବେ, ଶୀଘ୍ର ଚାଲ। ଚାଲିଲ ବାପା, କେଜାଣି ମତେ କାହିଁକି ଡକେଇଛନ୍ତି। ଶିବାନୀ ଶିବ ମନ୍ଦିର ପହଞ୍ଚେ। ଶିବାନୀ, ସତ ସତ କହିଦେ, ମନ୍ଦିରର ଗହଣା ତୁ କୋଉଠି ଲୁଚାଇଛୁ? କୋଉ ଗହଣା ଆଜ୍ଞା? ମୁଁ କୋଉ ଗହଣା ଚୋରି କରିନି। ଆଜି ସକାଳୁ ତ ମା ପାର୍ବତୀଙ୍କ ଉପରେ ଗହଣା ଥିଲା, ଯେତେବେଳେ କି ମୁଁ ମନ୍ଦିର ଆସିଥିଲି। ତାହେଲେ କ'ଣ ଗହଣାର ହାତ ଗୋଡ଼ ବାହାରିଲା ଆଉ ସେ ଚାଲିଗଲା? ସିଧା ସିଧା କହିଦେ, ଗହଣା କୋଉଠି ଲୁଚେଇଛୁ? ଜମିଦାର ସାହେବ, ମୋ ଝିଅ ଚୋରି କରିନି, ଆମକୁ ବିଶ୍ୱାସ କରନ୍ତୁ। ମୋ ଝିଅ ଶିବଙ୍କର ବହୁତ ବଡ଼ ଭକ୍ତ। ସେ କାହିଁକି ଏମିତିକା ଘୃଣ୍ୟ କାମ କରିବ? ଆରେ ହଟ ବେ, ସେ କୁମ୍ଭୀର କାନ୍ଦଣା ଜମିଦାରଙ୍କ ସାମ୍ନାରେ ଦେଖାନି। ତୋ ଝିଅ ଏବେ ଗହଣା ଫେରେଇବ, ଚୋରଣୀ କୋଉଠିକାର। ହେ ମହାଦେବ, ମୁଁ ତୁମର ସ୍ୱଚ୍ଛ ହୃଦୟରେ ପୂଜା କରି ଆସିଛି। ଆଜି ତୁମ ଭକ୍ତକୁ ଚୋର କୁହାଯାଉଛି, ସେ ବି ତୁମ ମନ୍ଦିରରୁ ଚୋରି। ହେ ଶିବ ଶଙ୍କର, ମୋର ସାହାଯ୍ୟ କର, ସାହାଯ୍ୟ କର। ଆରେ ଏମିତି ଡାକିଲେ ଯଦି ଭଗବାନ ଶୁଣନ୍ତେ, ତାହେଲେ ତ ମୋ କଥା ବେଶୀ ଶୁଣିବା କଥା। ମୁଁ ମୋ ପୁଅକୁ କେତେ ଡାକ୍ତର ଦେଖେଇଲି, ଏ ମନ୍ଦିରରେ କେତେ ଦାନ ପୁଣ୍ୟ କରୁଛି, ମୋ କଥା ତ କାହିଁ ଶୁଣିଲେନି। ମୋର ଗୋଟେ ବୋଲି ପୁଅ ରାଜା, ଆଜି ଯାଏ ଭଲ ହେଇପାରିଲେନି। ତ ଭଗବାନଙ୍କର କ'ଣ ଏତେ ଶକ୍ତି? ତାହେଲେ କହ ତାଙ୍କୁ, ମୋ ପୁଅକୁ ଠିକ୍ କରିଦେବେ, ଗହଣାର ଚୋର ଧରା ପଡ଼ିଯିବ। ଭକ୍ତି ଦେଖଉଛି, ଭକ୍ତି। ସେତିକି ବେଳେ ଶିବାନୀକୁ ରାଜା ହାତରେ ଗୋଟେ ଚୁଡ଼ି ଦେଖାଯାଏ, ଯୋଉଟା କି ମା ପାର୍ବତୀଙ୍କୁ ଅର୍ପଣ କରାଯାଇଥିବା ଗହଣା ଥିଲା। ଜମିଦାର ସାହେବ, ଆପଣଙ୍କ ପୁଅ ହାତରେ କିଛି ଅଛି, ଦେଖନ୍ତୁ ତ। ହଁ, ମା ପାର୍ବତୀଙ୍କୁ ଚଢ଼ା ଯାଇଥିବା ଚୁଡ଼ି?
ଏ ବାପା ରାଜା, ତୋ ହାତରେ ଏଇଟା କୋଉଠୁ ଆସିଲା? ପାପା, ଆଜି ସକାଳୁ ଖେଳିଲା ବେଳେ ରାଘବ ହାତରୁ ଖସି ପଡ଼ିଥିଲା, ମୁଁ ଉଠେଇ ନେଲି। ଇଏ ଇଏ ମିଛ କହୁଛି ମାଲିକ, ରାଜା ଆଉ କୋଉଠୁ ନେଇଥିବ, ଆପଣ ଏ ପାଗଳ କଥାକୁ ବିଶ୍ୱାସ କରନ୍ତୁନି। ଏତିକିରେ ଜମିଦାର ତାକୁ ଗୋଟେ ଜୋରଦାର ଥାପଡ଼ ଲଗେଇଦେଲେ। କଣ ହେଲା? ତୁ ମୋ ପୁଅକୁ ପାଗଳ କହିଲୁ? ମୁଁ ତତେ ଜୀବନରୁ ମାରିଦେବି। ମନ୍ଦିରରୁ ଚୋରି ତୁ କରିଛୁ। ମୁଁ ତତେ ମୋ ଘରେ ଆଶ୍ରା ଦେଲି, ଚାକିରି ଦେଲି। ତୁ ଯୋଉ ପତ୍ରରେ ଖାଇଲୁ ସେଇ ପତ୍ରରେ ଛେପ ପକେଇଲୁ। କହ, ତୁ ମନ୍ଦିରରୁ ଗହଣା ଚୋରି କାହିଁକି କଲୁ? କହ। ମୁଁ ଏ ଶିବାନୀଠୁ ମୋ ଥାପଡ଼ର ପ୍ରତିଶୋଧ ନେବାକୁ ଚାହୁଁଥିଲି, ସେଇଥିପାଇଁ ମୁଁ ମନ୍ଦିରରୁ ଗହଣା ଚୋରି କଲି। ତୁ ମୋ ଆଖି ସାମ୍ନାରୁ ଏବେ ଚାଲିଯା, ନହେଲେ ମୋଠୁ ଖରାପ ଆଉ କେହି ହେବେନି। ଯା। ରାଘବ ଭୟରେ ସେଠାରୁ ଚାଲିଯାଏ। ମନ୍ଦିର ଗହଣାର ଅସଲି ଚୋର ମିଳିଯାଇଥିଲା। ଶିବାନୀ ଝିଅ, ମୁଁ ତ ଶିବ ଭକ୍ତି ଆଜି ଦେଖିଲି ରେ ମା। ମୋ ପୁଅକୁ ବି ଭଲ କରିବା ପାଇଁ ଥରୁଟେ ଶିବ ଠାକୁରଙ୍କୁ ପ୍ରାର୍ଥନା କର ରେ ମା। ଜମିଦାର ସାହେବ ଥରେ ରାଜାକୁ କୁହନ୍ତୁ କି ଶିବଲିଙ୍ଗ ସାମ୍ନାରେ ମୁଣ୍ଡ ନୁଆଁଇ ପ୍ରଣାମ କରିବ ଆଉ ମନରୁ ଭଗବାନଙ୍କୁ ଡାକିବ, ଦେଖିବେ ସେ ନିଶ୍ଚୟ ଶୁଣିବେ। ଜମିଦାର ରାଜାକୁ ସେମିତି କରିବାକୁ କହିଲେ। ହେ ଭୋଳା ବାବା, ମୋ ପୁଅକୁ ଭଲ କରିଦିଅ। ଜମିଦାର ଆଉ ଶିବାନୀ ସହିତ ସମସ୍ତେ ଭଗବାନଙ୍କୁ ଗୁହାରି କରିବାକୁ ଲାଗି ପଡ଼ନ୍ତି କି ସେତିକି ବେଳେ ରାଜାର ସବୁ ପୂର୍ବ କଥା ମନେ ପଡ଼ିଯାଏ। ସେ ଏକଦମ ସୁସ୍ଥ ମନ ଆଉ ସୁସ୍ଥ ଶରୀରରେ କଥା ହେବାକୁ ଲାଗେ। ଜମିଦାର ଶିବାନୀ ଆଉ ତା ବାପାଙ୍କୁ କ୍ଷମା ମାଗି ନିଅନ୍ତି। ରାଘବକୁ ଜେଲ୍ ପଠେଇ ଦିଆଯାଏ। ଏମିତି ଶିବାନୀର ଭକ୍ତି ସବୁକିଛି ଠିକ୍ କରିଦିଏ ଆଉ ତା ପରଠାରୁ ସମସ୍ତେ ଖୁସିରେ ରହିବାକୁ ଲାଗନ୍ତି। ଯଦି ଆପଣଙ୍କୁ ଏ କାହାଣୀ ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ଆଉ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।